विकसित भारत युव संयुक्त कार्यक्रम अनुष्ठित युववर्ग आगामी कालीर भारत वर्षर भविष्य सेमानଙ୍କ ମଧ୍ୟରେ ଅଜସ୍ର ପ୍ରତିଭା ଭରି ରହିଛି। ଏହାର ଉଷ୍ମାସ ଆମ ଦେଶକୁ ଏକ ଶ୍ରେଷ୍ଠ ଭାରତରେ ପରିଣତ କରିପାରିବ ବୋଲି ବକ୍ତାମାନେ କହିଛନ୍ତି। ଆଜି ପୂର୍ବାହ୍ନରେ ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଜାତୀୟ ସେବା ଯୋଜନା ବା NSS ପକ୍ଷରୁ ବିକଶିତ ଭାରତ ଯୁବ ସଂଯୁକ୍ତ ବା ଯୁବ କନକ୍ଲେଭ କାର୍ଯ୍ୟକ୍ରମ ଆଧାରରେ ନିଶାମୁକ୍ତ ଯୁବା ଫର ବିକଶିତ ଭାରତ ବା ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବବର୍ଗ ସମ୍ପର୍କରେ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଚିତ୍ତରଞ୍ଜନ ଦ୍ୱିବେଦୀ ଅଧ୍ୟକ୍ଷତା କରିବା ସହ ଆମ ଯୁବବର୍ଗଙ୍କ ଉପଯୁକ୍ତ ମାର୍ଗଦର୍ଶନ ସେମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ସୃଷ୍ଟି ଦ୍ୱାରା ଏକ ସମୃଦ୍ଧ ଭାରତ ସଂଗଠନ ସହଜ ସଫଳ ହୋଇପାରିବ ବୋଲି କହିଥିଲେ। ଶେଷରେ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟର NSSର ପ୍ରୋଗ୍ରାମ ଅଫିସର ଡକ୍ଟର ପନିସା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏ ଅବସରରେ ପ୍ରାରମ୍ଭରେ ବନ୍ଦେ ମାତରମ୍ ସଙ୍ଗୀତ ସହ NSSର ଥିମ୍ ସଙ୍ଗୀତ ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମକୁ ଅଭିଷେକା ଆଦିତ୍ୟ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ SCN ମହାବିଦ୍ୟାଳୟର ଦିନେଶ ଶଶିକାନ୍ତ ସବ୍ୟସାଚୀ ସ୍ୱଦେଶା ଆଦିଙ୍କ ସହ ଅନ୍ୟାନ୍ୟ ମହାବିଦ୍ୟାଳୟର NSSର ଛାତ୍ର ଛାତ୍ରୀମାନେ ଯୋଗଦାନ ଦେଇଥିଲେ। ବ୍ୟୁରୋ ରିପୋର୍ଟ ଓଡ଼ିଶା ଡିଜିଟାଲ ନ୍ୟୁଜ୍।